এই ଷୋଳପଦା ଅଞ୍ଚଳରେ ଆଜି ବିଜ୍ଞାନ ଶ୍ରେଣୀର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଠମଲ୍ଲିକର ବିଧାୟକ ଇଞ୍ଜିନିୟର ନଳିନୀକାନ୍ତ ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ବ୍ଲକର ଚେୟାରମ୍ୟାନ୍ ଦୁଶାସନ ରାଉଳ, ଆଠମଲ୍ଲିକର ସବ୍ କଲେକ୍ଟର, ଆଠମଲ୍ଲିକର ବିଡିଓ ଏବଂ ଆମର ଠାକୁରଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାରୁଲତା ମିଶ୍ର, +3ର ଅଧ୍ୟକ୍ଷା ପ୍ରତିମା ବାଗ ସମସ୍ତେ ଉପସ୍ଥିତ ରହି ଆଜିର ଏହି ବର୍ଣ୍ଣାঢ୍ୟ ପରିବେଶକୁ ଅତି ସୁନ୍ଦର ଭାବରେ କରିଛନ୍ତି। ଏହା ହେଉଛି ଏ ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଅବଶୋଷ ଥିଲା ଯେ ଏଠାରେ କାହିଁକି ସାଇନ୍ସ କରୁନାହିଁ। ଗତ ବର୍ଷଠାରୁ ଆମେ ସରକାରଙ୍କ ଠାରୁ ଅନୁମତି ପାଇଛୁ ଏବଂ ରେକଗ୍ନିସନ୍ ପାଇଛୁ। ତେଣୁ ଏ ବର୍ଷ ତାର ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି। ଗତ ବର୍ଷ ଆମର ଅସୁବିଧା ହେତୁ କରିପାରିନଥିଲୁ। ତେଣୁ ମାନ୍ୟଗଣ୍ୟ ଉପସ୍ଥିତ ବ୍ୟକ୍ତିଙ୍କ ସହରେ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେଲା ଏବଂ 5T ପଇସାରେ ନିର୍ମିତ ହୋଇଥିବା ଏହି ଘରଟାକୁ ମଧ୍ୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେଲା। ଏ ଅଞ୍ଚଳର ଗରିବ ଆଦିବାସୀ ହରିଜନ ଏ ଯେଉଁ ଛାତ୍ରଛାତ୍ରୀମାନେ ପଢ଼ୁଛନ୍ତି, ଦୂର ଦୂରାନ୍ତରୁ ଆସୁଛନ୍ତି, ସେମାନେ ବାହାରକୁ ଯାଇ ପାଠ ପଢ଼ି ପାରୁନାହାନ୍ତି। ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ଏଠାରେ ବିଜ୍ଞାନ ଶ୍ରେଣୀ ଖୋଲିବା ଦ୍ୱାରା ସେମାନେ ବହୁତ ଉପକୃତ ହେବେ। ସମ୍ପ୍ରତି ବିଜ୍ଞାନ ପାଠର ଯଥେଷ୍ଟ ଆବଶ୍ୟକତା ରହିଛି। ଜଣେ ଛାତ୍ର ତାର କିଛି କରିବାକୁ ହେଲେ ଅତି କମ୍ରେ ବିଜ୍ଞାନ ବିଷୟରେ ଜାଣିବାକୁ ଅଛି। ତେଣୁ ଲୋକଙ୍କର ସହଯୋଗ, ଜନସାଧାରଣଙ୍କର ସହଯୋଗ, ଏ ଅଞ୍ଚଳର ରାଜନେତାଙ୍କର ସହଯୋଗରେ ଏବଂ ଆମର ସର୍ବୋପରି ଆମର ଆଠମଲ୍ଲିକର ବିଧାୟକ ଇଞ୍ଜିନିୟର ନଳିନୀକାନ୍ତ ପ୍ରଧାନଙ୍କ ସହଯୋଗରେ ଆଜି ଆମର ବିଜ୍ଞାନ ଶ୍ରେଣୀ ଖୋଲିବାକୁ ସମ୍ଭବ ହୋଇଛି ଏବଂ କାର୍ଯ୍ୟକାରୀ ହେଉଛି। ତେଣୁ ଅଞ୍ଚଳବାସୀଙ୍କ ତରଫରୁ, କଲେଜ ତରଫରୁ ମୁଁ ସେ ମହାଶୟଙ୍କୁ ମୋର ଆନ୍ତରିକତା କୃତଜ୍ଞତା ଧନ୍ୟବାଦ ଜଣାଉଛି। ଆଶା କରୁଛି ଏ ବର୍ଷ ଯେପରି ଆମର 18 ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି, ଆସନ୍ତା ବର୍ଷ ବିଜ୍ଞାନ ଶ୍ରେଣୀରେ 36 ଜଣ ଛାତ୍ରଛାତ୍ରୀ ଆହୁରି ଭଲ ଉତ୍ତୀର୍ଣ୍ଣ ବୋଲି ଆଶା ରଖିଛୁ। ଏହା ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା।